ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦେବ। ମିଳନ ପାଇଁ ରାତି ଦିନ ଡାକିବ। କେବଳ 3 ଥର ତା'ର ନାମ କହି 3ଟି ଲବଙ୍ଗରେ ପରିସ୍ରା କରିଦିଅ। ଗ୍ୟାରେଣ୍ଟି ଦେଉଛି, ଯେତେ ସୁନ୍ଦରୀ ଝିଅ ବା ବିବାହିତା ମହିଳା ହେଉ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବାକୁ ଦେବ। ହଁ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ବିବାହିତା ମହିଳାକୁ ପଠାଇବା ପାଇଁ, ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ ଉପାୟ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେଉଁ ଝିଅ ବା ବିବାହିତା ମହିଳା ପାଇଁ ଆପଣ ଏହି ବଶୀକରଣକୁ କରିଦେବେ, ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗେଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ନ ଦେଖି ରହିପାରିବନି। ହଁ ଦର୍ଶକ ବନ୍ଧୁ, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। 3ଟି ଲବଙ୍ଗର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣକୁ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ନିଜେ ଆସି ଆପଣଙ୍କ ସହିତ ସମ୍ପର୍କ ରଖିବ। ଆଉ ଆପଣ ତାକୁ ଯାହା କହିବେ ସେ କରିବାକୁ ଦେବ। କୌଣସି ପ୍ରକାର ବାଧା ଦେବ ନାହିଁ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହାକୁ ଭଲ ପାଉଛି, ଅନ୍ୟ କାହା ସହିତ କଥା ହେଉଛି, ତେବେ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ ଉପାୟ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି, ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତି ଦିନ ଆପଣଙ୍କ କଥା ଭାବିବ। ନିଜେ ଆସି ଆପଣଙ୍କ ପାଦ ତଳେ ପଡ଼ିବ ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ ମୁଁ ଆପଣଙ୍କୁ ଶିଖାଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖାଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଜାଣିପାରିବେ। ଅଧାରୁ ଛାଡ଼ିକି ପଳାଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ 100ରୁ 100% ସଫଳ ହେବେ। କାରଣ ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ମାତ୍ର ଗୋଟିଏ ଥରରେ ସେମାନେ ନିଜ ପ୍ରେମକୁ ଫେରି ପାଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ଫେରି ପାଇଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କିଛି ପଇସା ଖର୍ଚ୍ଚ କରି ଆପଣ ନିଜ ଘରେ ବସି ବସି ଏହି ବଶୀକରଣକୁ ଅତି ସହଜରେ କରିପାରିବେ। ଆଉ ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ନିଜ ବଶରେ କରିପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ନିଜ ବଶରେ କରି ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ
କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକିନା ମାତ୍ର ଥରେ ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୋଲାମୀ କରିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ପାଗାଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। 3ଟି ଲବଙ୍ଗର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଯିଏ ବି ଏହାକୁ କରିଛି 100ରୁ 100% ସଫଳ ହୋଇଛି। ତେଣୁ ଆପଣ ବି ବିଶ୍ୱାସର ସହିତ ମାତ୍ର ଗୋଟିଏ ଥର କରିକି ଦେଖନ୍ତୁ, ତାପରେ ଦେଖିବେ ଚମତ୍କାର କିପରି ସେହି ସମୟଠାରୁ ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟିଯିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ହାତ ଧରି ରୁମ୍କୁ ଡାକିବ, ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହିବ, ଆପଣଙ୍କୁ ଛାଡ଼ି ରହିପାରିବନି। ତେବେ ଏହି ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଗୋଟିଏ ଅନୁରୋଧ ଶୁଣି ନିଅନ୍ତୁ। ଆମର ଭିଡ଼ିଓର କମେଣ୍ଟରେ ବହୁତ ଲୋକମାନେ ଫେକ୍ ଲୋକମାନେ କମେଣ୍ଟ କରୁଛନ୍ତି, ମୋବାଇଲ ନମ୍ବର ଦେଉଛନ୍ତି, ବଶୀକରଣ କରିବେ କହିକି ହଜାର ହଜାର ଟଙ୍କା ଠକି ନେଉଛନ୍ତି। ସେମାନେ ଏତେ ମାତ୍ରାରେ କମେଣ୍ଟ କରୁଛନ୍ତି କି ଆପଣଙ୍କର କମେଣ୍ଟ ତା ଭିତରେ ହଜିଯାଉଛି, ଆଉ ଆମେ ଆପଣଙ୍କୁ ରିପ୍ଲାଏ କରିପାରୁନୁ। ଏଥିପାଇଁ ଆପଣ ଆମକୁ କ୍ଷମା କରିବେ। ଆଉ କମେଣ୍ଟ ବକ୍ସରେ ଦିଆଯାଉଥିବା ଫେକ୍ ମେସେଜ ଆଉ ମୋବାଇଲ ନମ୍ବରର ରିପ୍ଲାଏ ଦିଅନ୍ତୁ ନାହିଁ, କାହିଁକିନା ସେମାନେ ବଶୀକରଣ କରିବେ କହିକି ଆପଣଙ୍କର ପଇସା ଠକି ନେବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓ ଦେଖନ୍ତୁ, ନିଜେ ଚେଷ୍ଟା କରନ୍ତୁ, କିନ୍ତୁ ଏହିସବୁ ଠକାମିରୁ ଦୂରେଇ ରୁହନ୍ତୁ। ଆମର ବହୁତ ସାରା ଦର୍ଶକ ଭାଇମାନେ ଅଛନ୍ତି ଯେଉଁମାନେ ଆମକୁ କହୁଛନ୍ତି କି ଗୁରୁଜୀ ଆପଣ ଆମର କାମ କରିଦିଅନ୍ତୁ, ଆପଣ ଯେତେ ପଇସା ମାଗିବେ ଆମେ ଦେବୁ, ହଜାର ହଜାର ଟଙ୍କା ଯାଚୁଛନ୍ତି। ଦେଖନ୍ତୁ, ୟୁଟ୍ୟୁବରେ ଆପଣଙ୍କୁ ଏମିତି ଅନେକ ଚ୍ୟାନେଲ ମିଳିଯିବ ଯେଉଁମାନେ ମୋବାଇଲ ନମ୍ବର ଦେଉଛନ୍ତି, ତାବିଜ ବିକୁଛନ୍ତି, ବଶୀକରଣ କରିବେ କହିକି ହଜାର ହଜାର ଟଙ୍କା ଠକି ନେଉଛନ୍ତି। କିନ୍ତୁ ଆମର ଏହି ଚ୍ୟାନେଲରେ ଆପଣଙ୍କ ପାଇଁ ଫ୍ରିରେ ବଶୀକରଣ ଭିଡ଼ିଓ ଅପଲୋଡ଼ କରାଯାଉଛି, ଯାହାକୁ ଆପଣଙ୍କର ସୁବିଧା ପାଇଁ ଅପଲୋଡ଼ କରାଯାଉଛି, ଯାହାକୁ ଆପଣ ନିଜ ଘରେ ବସି ବସି କରିପାରିବେ। ତେବେ ଆପଣ ପଇସା କ'ଣ ପାଇଁ ଖର୍ଚ୍ଚ କରିବେ? ଆପଣ ଭିଡ଼ିଓ ଦେଖନ୍ତୁ, ନିଜେ ଚେଷ୍ଟା କରନ୍ତୁ, ତେବେ ଯାଇକି ଆପଣ 100ରୁ 100% ସଫଳ ହେବେ। ଯଦି ଗୋଟିଏ ଥରରେ ସଫଳ ହୋଇପାରୁନାହାନ୍ତି, ତେବେ ଦ୍ୱିତୀୟ ଥର ଚେଷ୍ଟା କରନ୍ତୁ, ନିହାତି ଭାବେ ସଫଳ ହେବେ। ତେବେ ବଶୀକରଣ କରିବା ପୂର୍ବରୁ ବଶୀକରଣ ବିଷୟରେ କିଛି ଜାଣି ରଖନ୍ତୁ। ବଶୀକରଣର ମାନେ ହେଉଛି ସାମ୍ନାବାଲାକୁ ନିଜ ବଶରେ କରିବା, ତା'ର ଦିମାଗରେ ନିଜର ଭାବନାକୁ ପହଞ୍ଚାଇବା। ତେବେ ବଶୀକରଣ କ'ଣ ପାଇଁ କରାଯାଏ? ଯେତେବେଳେ ଆପଣ କାହାକୁ ନିଜଠାରୁ ଅଧିକ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତା ବିନା ବଞ୍ଚିପାରିବେନି ଭାବୁଛନ୍ତି, ସେତେବେଳେ ଆପଣ ବଶୀକରଣ କରିପାରିବେ। କିମ୍ବା ଯଦି କେଉଁ ଲୋକ ବିନା କାରଣରେ ଆପଣଙ୍କୁ ହଇରାଣ କରୁଛି, ଆପଣଙ୍କ ଘର ପରିବାର ଉପରେ ଖରାପ ନଜର ପକାଉଛି, ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ। କାହିଁକିନା କେତେଥର ଏମିତି ହେଇଥାଏ କି ଆମର ଶତ୍ରୁ ପଇସାରେ ଆଉ ଶକ୍ତିରେ ଆମଠାରୁ ବଳବାନ ହେଇଥାଏ, ଆଉ ଆପଣ ଚାହିଁକି ବି ତା'ର କିଛି କରିପାରୁନାହାନ୍ତି। ଏହିପରି ପରିସ୍ଥିତିରେ ଆପଣ ବଶୀକରଣ କରିପାରିବେ, ଶତ୍ରୁକୁ ହାତ ମୁଠାରେ ରଖିପାରିବେ, ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟାଇ ପାରିବେ। ଏଥିପାଇଁ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ ନିଜ ପସନ୍ଦର ସୁନ୍ଦରୀ ଝିଅକୁ ପଟାଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ରାତି ଦିନ ଘରକୁ ଡାକିବ, ଆଉ ଯାହା ଚାହିଁବେ ତାହା କରିବାକୁ ଦେବ, ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ମନେ ରଖନ୍ତୁ,
ତନ୍ତ୍ର ମନ୍ତ୍ର ଯନ୍ତ୍ର ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯାହାକୁ ଚାହିଁବେ ତାକୁ ନିଜ ବଶରେ କରିପାରିବେ। ତେଣୁ ଯଦି ଆପଣ ଏହି ବଶୀକରଣ କରିବାକୁ ଚାହୁଁଛନ୍ତି, ସେ ଝିଅ ବା ବିବାହିତା ମହିଳାକୁ ପଠାଇବାକୁ ଚାହୁଁଛନ୍ତି, ତାକୁ ନିଜ ପ୍ରେମରେ ଦିବାନୀ କରିବାକୁ ଚାହୁଁଛନ୍ତି, ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତେବେ ମନେ ରଖନ୍ତୁ, ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କେବଳ 3ଟି ଲବଙ୍ଗ ଆବଶ୍ୟକ। ହଁ ଦର୍ଶକ ବନ୍ଧୁ, କେବଳ 3ଟି ଲବଙ୍ଗର ସାହାଯ୍ୟରେ ଆପଣ ସେ ଝିଅକୁ ପଠାଇ ପାରିବେ। ପ୍ରଥମେ ଆପଣ କ'ଣ କରିବେ, 3ଟି ଲବଙ୍ଗକୁ ନେଇକି କୌଣସି ଏକ ସୁନସାନ ଜାଗାକୁ ଯିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଅଧାରୁ ଡାକିବେନି। ତାପରେ ସେ 3ଟି ଲବଙ୍ଗକୁ ତଳେ ମାଟି ଉପରେ ରଖିବେ। ତାପରେ ସେହି ଝିଅ ବା ମହିଳାର ନାମ 3 ଥର କହିବେ। 3 ଥର ସେହି ଝିଅ ବା ମହିଳାର ନାମ କହିସାରିବା ପରେ ଆପଣ ଏହି ଶବ୍ଦକୁ 3 ଥର ପଢ଼ିବେ। ତାସିମ୍ ତାସିମ୍ ମୋର୍ ତାସିମ୍। ଏହି 3ଟି ଶବ୍ଦକୁ 3 ଥର ପଢ଼ିବେ। 3 ଥର ଏହି ଶବ୍ଦକୁ ପଢ଼ି ସାରିବା ପରେ ଆପଣ କ'ଣ କରିବେ, ସଙ୍ଗେ ସଙ୍ଗେ ସେହି 3ଟି ଲବଙ୍ଗ ଉପରେ ପରିସ୍ରା କରିଦେବେ। ମନେ ରଖନ୍ତୁ, ଆଖି ବନ୍ଦ କରିକି ପରିସ୍ରା କରିବେ। ପରିସ୍ରା କରିସାରିବା ପରେ ଆପଣ ଚୁପଚାପ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଏତିକି କରିକି ଦେଖନ୍ତୁ, ଗ୍ୟାରେଣ୍ଟି ଦେଉଛି ସୁନ୍ଦରୀରୁ ସୁନ୍ଦରୀ ଝିଅ ପଟିଯିବ। ପଡ଼ିଶା ଘର ଭାଉଜ ରାତି ଦିନ ଘରକୁ ଡାକିବ, ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ଧନ୍ୟବାଦ।